पंचविंश अध्याय म्लेच्छ संवाद। चैतन्य उवाच चैतन्य देव अति तुसे कही मन राजा पासे शुणसु मन शुद्ध भावे मु जहा कहुअछि एबे नामर महिमा अपार नामटी सर्वशास्त्र सार नामटी गति मुक्तिदाता नामटी जीवर करता नामटी ठूल शून्यमयी ताहाकु ब्रह्म बोली कही ब्रह्म ओंकार जात हई तहु जन्मिले महामाई ताहांक तहु अवतार हईले ब्रह्मा विष्णु हर ताहार तहु ए संसार जन्मिले अपारु अपार अंडज हिरु बीज दुई सेरज आचार्य बोलाई ए चारि खानी चराचर देख ए जन्मर व्यवहार एथिरे नाम मूल बीज हे मन हेतु करी बुझ तेणु तू नाम आश्रय कर हेले तरिबु ए संसार आबर कहुअछि तते हे मन शुण शुद्ध चिते अपूर्व कथार सामृत भूषण्ड पुराणे उकत वशिष्ठ मुनिंक आगरे जे जाहा भूषण्ड वाक्यरे जाहा कहिन छन्ति तुसे नामर महिमा विशेष एहा पुराणे अछि शुणी एमर हृद पद्मे गुणी ताहा कहिबा तते बे हे मन शुण श्रद्धा भावे पूर्वे जे मेल छ गोटाए अति ही दुराचार काए जाति रे अटई पठाण अति पापिष्ठ मूढ़ जन अनेक पाप अछि करी कोटि संख्यारे जंतु मारी गोवध कला अप्रमिते केओबा कहिबता चिते ब्रह्म हत्या ही अछि करी अनेक पर स्त्री हरि मेष महिषी आदि जेते देखिले मारई तोरिते सुरा ताहाकु न मिलिले भोजन न करई भले आबर श्रीफल पनीर नयने देखिले स्थावर वृक्ष मूलरु जाए काटी कूप भीतरे भरे माटी देखिले मंडप अटाली अनल संगे दिए जाली शिवलिंग को देखी भांजे विष्णु प्रतिमा देखी गंजे देखिले साधु ब्रह्मचारी पछे गोड़ाई ताकू मारी उछुड़ी निये पर धन दया न थाई तार मन आउ इतर पाप जेते किंपा डरिब तार चिते एमंते असत मार्गरे दिन बंचई निरंतरे जेतेक कथा मंगल केवल तार कर्ण मूल हेमंत पापी दिन कर जाइन अछि देशांतर
ଦୈବ ଯୁଗେ ଆସି ଜ୍ୱର ଘୋଟିଲା ତାର କଳେବର। ଅନେକ ପୀଡ଼ା ସେ ପାଇଲା ଭୋଜନେ ଭଲେ ନ ରୁଚିଲା। ଅତି ଦୁର୍ବଳ ହେଲା ଦେହି ପାଶେ ତ ସାହସ ଖା ନାହିଁ। ଗ୍ରାମ ବାହାରେ ଅଛି ପଡ଼ି ଊର୍ଦ୍ଧ୍ୱ ନିଶ୍ୱାସ ଖରେ ଛାଡ଼ି। ମଳ ବାହାରିଣ ଗୁହ୍ୟରେ ମାଛିଏ ବସିଲେ ତହିଁରେ। ମରଣ କାଳ ଆସି ହେଲା ନୟନ ବେନି ବୁଲାଇଲା। ଏମନ୍ତ ସମୟରେ ତହିଁ ଗ୍ରାମ ଶୂକର ଗୋଟି ଯାଇ ଚରୁ ଯେ ଥିଲା ଖଣ୍ଡ ଦୂରେ ଦୁର୍ଗନ୍ଧ ପାଇ ନାସା ଦ୍ୱାରେ। ଧାଇଣ ଗଲା ଅତି ବେଗେ ମିଳିଲା ପଠାଣର ଆଗେ। ବେଢ଼ି ରହିଲା ତାର ପାଶେ ଗର୍ଜନ ଦୁର୍ଗନ୍ଧର ଆସେ। ତାହାକୁ ଦେଖି ସେ ମେଳଛ ସେ ତାର ଭକ୍ଷଇ ଅଭକ୍ଷ। ମହା ଅସୁଖ ଭାବ ହୋଇ ହାରାମ ବୋଲି ଗାଳି ଦେଇ ପ୍ରାଣ ଛାଡ଼ିଲା ସେହୁ ଯେହ୍ନେ ଦୂତେ ବେଢ଼ିଲେ ତତକ୍ଷଣେ। ଗଳାରେ କାଳ ଫାଶ ଦେଲେ ସେ ଯମ ଦୂତେ ଘେନି ଗଲେ। ଏମନ୍ତେ କିଛି ଦୂର ନିୟନ୍ତେ ଆସି ମିଳିଲେ ବିଷ୍ଣୁ ଦୂତେ। ବିବିଧ ମାଡ଼ ତାଙ୍କୁ ମାରି ସେ କାଳ ପାଶ ଦୂର କରି। ମ୍ଳେଚ୍ଛକୁ ଧରି ଘେନି ଗଲେ ଦେବ ବିମାନେ ବସାଇଲେ। ଅନେକ ଜୟ ଜୟ କରି ପୁଷ୍ପ ଅଞ୍ଜଳି ମାନ ଧରି। ବୃଷ୍ଟି ଯେ କଲେ ତା ମଉଳି ଦେଇ ଅନେକ ହୁଳୁହୁଳି। ଆନନ୍ଦ ହୋଇଛି ମେଦିନୀ ବଜାଇ ଜୟ ଶଙ୍ଖ ଧ୍ୱନି। ରଥ ବାହିନ ଗଲେ ଚଳି ବିଷ୍ଣୁ ଲୋକରେ ଯାଇ ମିଳି। ବିଷ୍ଣୁଙ୍କୁ ଦର୍ଶନ କଲା ଦେବଲୋକରେ ଗଣା ହେଲା। ଏଣେ ଯେ ଯମଦୂତ ମାନେ ପଳାଇ ଗଲେ ଅଭିମାନେ। କହିଲେ ଯମର ଆଗରେ ହେ ରାଜା ବୁଝ ଧାତିକାରେ। ଆମ୍ଭେ ଦେଖିଲୁ ଜାହାଜ କହିନୁ ହଇ ଜନ୍ତୁରାଜ। କିମ୍ପାଇଁ ଦଣ୍ଡ ଛାଡ଼ ହେଲା ତୋର କି ଯମ ବଣ ଗଲା। ଅତ୍ୟନ୍ତ ମହାପାପୀ ଜାଣ ଜାତିରେ ଅଟଇ ପଠାଣ। ତାହାକୁ ଆଣୁଥିଲୁ ଧରି ଆମ୍ଭଙ୍କୁ ବିଷ୍ଣୁ ଗଣେ ମାରି। ପାପୀକୁ ଛଡ଼ାଇ ନ ନେଲେ ପୁଷ୍ପକ ରଥେ ବସାଇଲେ। ଅନେକ ଜୟ ଜୟ ଡାକ ଘେନି ନ ଗଲେ ବିଷ୍ଣୁ ଲୋକ। ଏତ ବଡ଼ଇ ଆଚମ୍ବିତ ବହନ ବୁଝ ଜନ୍ତୁନାଥ। ଦୂତଙ୍କ ମୁଖୁ ଏହା ଶୁଣି ସେ ମହାକାଳ ଦଣ୍ଡ ପାଣି। ତ୍ୱରିତ ପେଶିନ ଦୂତଙ୍କୁ ପୁଛିଲେ ଚିତ୍ରଗୁପ୍ତଙ୍କୁ। ବୁଝିଲେ ପାପ ପୁଣ୍ୟ କଥା ସେ ମହାପାପୀର ବ୍ୟବସ୍ଥା। ତାହା ଶୁଣି ନ ମନ୍ତ୍ରୀ ବେନି ଯେ ପାପ ପୁଣ୍ୟ ପାଞ୍ଜି ଘେନି। କହିଲେ ରାଜାର ଅଗ୍ରତେ ମ୍ଳେଚ୍ଛ ପାତକ ଅଛି ଯେତେ। ହେ ରାଜା ଶୁଣ ମନ ଦେଇ ସେ ମହାପାତକୀ ଅଟଇ। ଏ ଜନ୍ମ ଛାଡ଼ି ଅନ୍ୟ ଦେଶେ
ପୁଣ୍ୟ ସେ କରି ନାହିଁଲେ ସେ ଏତେ ନିଷ୍ଠୁର ପାପୀ ଜାଣ ଜାତିରେ ଅଟଇ ପଠାଣ ଲେଖିବା ପତ୍ରେ ଠାବ ନାହିଁ ଅଧିକ କି କହିବି ମୁହିଁ ପାତକ ପଠାଣଙ୍କ ଜାତି ଶୁକରେ ହାରାମ ବୋଲନ୍ତି ତେଣୁ ଏ ମରିବାର ବେଳେ ଘୁଷୁରି ଦେଖିବେନି ଡୁଳେ ହାରାମ ବୋଲି ଡକା ପାଡ଼ି ପିଣ୍ଡୁ ପରାଣ ଗଲା ଛାଡ଼ି ଏତେକ ବୋଲିଛି କେବଳ ଆଉ ତା କିଛି ନାହିଁ ଫଳ ଏଥକୁ ବୁଝ ହେ ରାଜନ କେତେ ବା ହେଲା ତାର ପୁଣ୍ୟ ତା ଶୁଣି ଧର୍ମରାଜ ବସା ଧର୍ମ ସଭାକୁ କଲେ ପୁଛା ବୁଝ ହେ ପାପ ପୁଣ୍ୟ ତାର କେଉଣା ଅଧିକ ତାହାର ତା ଶୁଣି ଧର୍ମ ସଭା ଜନେ କହନ୍ତି ରାଜା ସନ୍ନିଧାନେ ଶୁଣ ହେ ଜନ୍ତୁରାଣ ନାଥ ଆମ୍ଭେ ଯା କହୁଅଛୁ ସତ ତାହାର ଯେତେ ପାପ ରାଶି ସମସ୍ତେ ହେବେ ଭସ୍ମ ରାଶି ସୁକୃତ ରହିଲା ତାହାର ତହର ନାହିଁ ଅଧିକାର ତାଠାରେ ପ୍ରଭୁ ପଣ କଲେ ସମସ୍ତେ ନାଶ ଯିବା ଭଲେ ସାକ୍ଷାତେ ରାମ ନାମ ତାର ମୁଖରୁ ହଇଲା ବାହାର ହାରାମ ଶବଦ ବଇଲା ପିଣ୍ଡୁ ପରାଣ ଛାଡ଼ିଗଲା ପାତକ ହୋଇ ତାର ଯେତେ ଅପରେ ପୁଣ୍ୟ ଆଉ କେତେ 500 କୋଟି ବସୁନ୍ଧରୀ ମେରୁ ସାଗର ଆଦି କରି ସଂସାରେ ଗୁରୁ ଦ୍ରବ୍ୟ ଯେତେ ଅପରେ ପୁଣ୍ୟ ଆଉ କେତେ ନିକିତି ଘେନି ଯେବେ ତୁଲି ପଡ଼ିବ ରାମ ନାମ ବଳି ତୁକି ନ ଜାଣୁ ଧର୍ମରାଜ ଆମ୍ଭକୁ ଯିବା କିବା କାର୍ଯ୍ୟ ଶୁଣି ଆନନ୍ଦ ହେଲା ଯମ ଭଜନ କଲା ରାମ ନାମ ଶୁଣି ସୁମନ ଶୁଦ୍ଧ ଚିତେ ନାମର ମହିମାଟି ଏତେ ଏବେ ହ ଶୁଣ ମନ ରାଏ ତତେ ଯେ କହିବା କଥାଏ ସଂସାରେ ପ୍ରାଣୀମାନଙ୍କର ଯମକୁ ସିନା ଏତେ ଡର କରିବା ତହିଁ କି ଉପାୟ ଯେମନ୍ତେ ନୁହିଁ ବଟି ଭୟ ହଇନ କ୍ଷତ୍ରିୟ ଅବତାର ଯମ ସଙ୍ଗତେ ଯୁଦ୍ଧ କର ତହିଁ କି ଶାସ୍ତ୍ରମାନ ଅଛି ଆଗହୁଁ ରଖିଥାଅ ବାଛି କେଶବ ସନ ଆଦି ଯେତେ ରଖିନ ଥାଅ ତ ଅଗ୍ରତେ ଯେ ନାମ ଭଜେ ଟଙ୍କଧର ସେ ଅଟେ ବିଷମଟୁ ପର ତାହାକୁ ଶିରେ ଥିଲେ ଭରି ଶତ୍ରୁ ଦେଖିଣ ଭୟ କରି ଶ୍ୟାମ ସୁନ୍ଦର ମାଳ ଗଳେ ପକାଇ ଦିଅ ଭାବ ଭୋଳେ ଶ୍ରୀବାସୁଦେବ ବାଜୁବନ୍ଧ ଭୁଜରେ ଆଣ୍ଟ କରି ବାନ୍ଧ ରଙ୍ଗ ଅଧରେ ରଙ୍ଗ ଗୁଣ୍ଡି ସର୍ବାଙ୍ଗ ଯାକ ଥାଅ ମଣ୍ଡି ଶ୍ରୀକୃପା ସିନ୍ଧୁ ଯେ କୁମର ମହିମା ଅତି ଅଗୁଚର ଆଣ୍ଟେ କଟିରେ ଧର ଭିଡ଼ି ନ ଯିବ ସଂଗ୍ରାମକୁ ଛାଡ଼ି ପରମାନନ୍ଦ ଫରି ଘଟି ବ୍ରହ୍ମାଣ୍ଡ ଯାକ ଥିବ ଘଟି ବାମ ହସ୍ତରେ ତାହା ଧରି
କେବଳ ଆଣ୍ଟ କରି ମାରି। କୃଷ୍ଣ କୃପାରୁ ଅତି ଗାଢ଼, ତହିଁରୁ ଖଣ୍ଡା ନାହିଁ ଦାଢ଼। ହାଣିଲେ ମେରୁ ଛିଡ଼ିଯିବ, ଶତ୍ରୁ ଦେଖିଲେ ପଳାଇବ। ତାହା ଦେଖିଣ କରେ ଧରି, ଯମ ସଙ୍ଗରେ ଯୁଦ୍ଧ କରି। ସେ ଖଣ୍ଡା ଥିଲେ ତର କର, କି କରି ପାରେ ଯମ ଛାର। ଆବର କହୁଅଛି ତତେ, ଧନର ବିଦ୍ୟା ଅଛି ଯେତେ। ଖୁଜିଣ ଚକ୍ର ଚଉତନା, ଶିରେ ତୁ ବହିଅଛୁ କିନା। କରୁଣା କର କର୍ଣ୍ଣା ଚଳେ, ଖଞ୍ଜିଣ ଥାଅ କର୍ଣ୍ଣ ମୂଳେ। ଶ୍ରୀପଦ୍ମନାଭ ଯେ ପଦକ, ହୃଦ ପଦ୍ମରେ ତାହା ରଖ। ବଜ୍ର ବିନୁଦ ବୀରବାନା, ବାହେ ବାହୁଟି କରେ କିନା। କାଳେନ୍ଦୀ କୁଳିଆ କାଛେଣି, କଟିରେ ଭିଡ଼ି ଥାଅ ପୁଣି। ଶ୍ରୀ ଜନାର୍ଦ୍ଦନ ଧନ ଯେଟି, ଅଚଳାଚଳ ବଳ ସେଟି। ଲଗାଅ ଗୁଣମଣି ଗୁଣ, ଯେ ବଣ ନାମ ନାରାୟଣ। ସେ ଧନୁ ଗଟି କରେ ଧରି, କୃଷ୍ଣଙ୍କ ଖେଣିଥିବୁ ଧରି। ଅନନ୍ତ ଅକ୍ଷୟ ତୁଣୀର, ବାମ ଡାହାଣେ ତାହା ଭର। ମୁକୁନ୍ଦ ମନ ଭେଦି ସର, ବସାଇ ଧନୁ ଗୁଣ ଭର। ଆଣ୍ଟ କରିନ ତାହା ସନ୍ଧି, ଯେତେ ପାରିଲେ ତେତେ ବିନ୍ଧି। ନୃସିଂହ ନାମେ ସେ ନାରାଜ, କୋଟିଏ ଅଗ୍ନି ପ୍ରାୟ ତେଜ। ଶ୍ରୀହରି ନାମେ ଯେଉଁ ସର, ବିଷମ ମୁନ ଅଟେ ତାର। ଗୋବିନ୍ଦ ନାମେ ଯେଉଁ କାଣ୍ଡ, ତେଜେ ଗଞ୍ଜଇ ମାର ତଣ୍ଡ। ଶେଷର ମାନ ଥିଲେ କର, କି କରି ପାରେ ନାଶ କର। ମଥାରେ ବାନ୍ଧ ଯଥା ଲାଭେ, ପୁରୁଷୋତ୍ତମ ପାପ ଭାବେ। ଯେ ପୀତାମ୍ବର ପୀତ ନୀଳ, ଅଙ୍ଗେ ଉହାଡ଼ି ଥାଅ ତର। ଢଙ୍କନାସନ ଢାଲ ଗୋଟି, ଯତ୍ନେ ବେଢ଼ାଇ ଥାଅ ପିଠି। କୃପା ସମୁଦ୍ର କଟାରିକି, କଟି ସ୍ଥଳରେ ଥାଅ ରଖି। ତ୍ରୈଲୋକ୍ୟନାଥ ତରୁଆରି, ଜାଗ୍ରତେ କରେ ଥାଅ ଧରି। ଶ୍ରୀ ବାସୁଦେବ ଯେ ବରଛି, ଦକ୍ଷିଣ କରେ ଥାଅ ରଖି। ସେ ମହାକ୍ଷମଶୀଳ ଛେଲ, କୋଟିଏ ସମ ଦାଢ଼ ତୁଲ। ରଖିନ ଥିବୁ ଯେବେ କତି, କି କରି ପାରେ ଯମ ଭୀତି। ଏମନ୍ତ ହୋଇ ଯୁଦ୍ଧ କଲେ, ଯମ ପଳାଇ ଯିବ ଭଲେ। ନହିଲେ ଏମନ୍ତ ତୁ କର, ଭାବେ ବଳୀର ରୂପ ଧର। ଶ୍ରୀବନମାଳୀ ନାମେ ନଳି, ଭୁଜେ ପାରିବୁ ଯେବେ ତୋଳି। ଯେ ଦାରୁ ବ୍ରହ୍ମ ବାର ଦଇଁ, ଗୋବିନ୍ଦ ଗୁଳାକୁ ପକାଇ। ଗଜ ଉଦ୍ଧାର ଗଜ କାଠି, ନଳିରେ ଧରିଥାଅ ଝୁକି। ଶତ୍ରୁ ଆଡ଼କୁ ସଳଖିବୁ, ଛାତିରେ ପକାଇ ରଖିବୁ। ଶ୍ରୀ ମଧୁସୂଦନ ମାଛିକି, ମନ ନୟନ ଥିବୁ ରଖି। ଶ୍ରୀ ରଘୁନାଥ ରଞ୍ଜକରେ, ଭରିବୁ ସେ ନଳି ରନ୍ଧ୍ରରେ। ଅନନ୍ତ ଅନଳ ଲଗାଇ, ଆଜହୁଁ ରଖିଥିବୁ ତୁହି। ଶ୍ରୀରାମ ମୁରାରି ଲଛିବୁ,
ନିର୍ଭୟ ହୋଇ ଏକା ଥିବୁ। ଶ୍ରୀ ଜଗନ୍ନାଥ ନାମ ଗୋଟି ଛୁଟିଲେ ମେରୁ ଯିବ ଫୁଟି। ଶବଦ ଶୁଣି ଜନ୍ତୁ ସାଇ ପଡ଼ିବ ମୂର୍ଚ୍ଛାଗତ ହୋଇ। ଚେତନା ପାଇ ନ ଉଠିଲେ ପଛକୁ ନ ଚାହିଁବ ଭଲେ। ପୁରକୁ ତାର ପଳାଇବ ଥିଲେ କି ଜୀବନ ପାଇବ। କହିଲେ କ୍ଷତ୍ରି ବିଦ୍ୟାସାର ତମନ ଯାହା ଇଚ୍ଛା କର। ଆବର କହୁଅଛି ତତେ ସଂସାରେ ବ୍ୟାଧି ଅଛି ଯେତେ। ତହିଁକି ଉପାୟ ଯେ ଅଛି ତାହା ତ ଆଗରେ କହୁଛି। ସକଳ ମୌଷଧି ମୂଳ ଯେ ପ୍ରଭୁ ନାମ ଆଦି ମୂଳ। ପତିତ ପାବନ ପିପଳି ଯେତେ ବା ଖାଇବାକୁ ହୁଳି। ତେତେ ମାତ୍ରକ ବାଛି ଧର ଶ୍ରୀକୃଷ୍ଣ ନାମେ ଶୁଣ୍ଠି କର। ଗୋବିନ୍ଦ ନାମରେ ମରିଚ ବଜ୍ର ବିଡିଙ୍ଗ ଖଣ୍ଡ ପଞ୍ଚ। ଯେ ଦୟାନନ୍ଦ ଦେବ ଦାରୁ ଖଣ୍ଡିଏ କରିବ ତହିଁରୁ। ଶ୍ରୀହରି ଅଳାଇଚ କିଛି ଘେନିବ ଗୋଟି କେତେ ବାଛି। ନୃସିଂହ ନାମେ ନାଗେଶ୍ୱର ତୁଳା ପ୍ରମାଣେ ତାହା କର। ଶ୍ରୀ ରଘୁନାଥ ନାମ ସାର ରସରେ ସେ ରସ ସିନ୍ଦୁର। ଯେ ପୀତାମ୍ବର ପିତା କିଛି ଘେନିଏ ନବଦ୍ରବ୍ୟ ବାଛି। ଶ୍ରୀ ବାସୁଦେବ କ୍ଷମଶୀଳ ରଖ ସମସ୍ତ ଏକ ଠୁଳ। ଶ୍ରୀପତି ଶୀଳ ପୁଆ ଧରି ଗୋବିନ୍ଦ ନାମେ ଗୁଣ୍ଡା କରି। ଅନନ୍ତ ଅଦାରସ ସଙ୍ଗେ ଗୋବିନ୍ଦ ଚେତିନ ଶ୍ରୀ ଅଙ୍ଗେ। ମଧୁସୂଦନ ମହୁ କିଛି ପରୀକ୍ଷା କରିବ ତହିଁକି। ଶ୍ରୀରାମ ସୁମରି ପିଇବ ଅଜର ଅମର ହୋଇବ। କହିଲି ଯେ ବଣ ଔଷଧି ଏଣେ ଖଣ୍ଡଇ ଭବ ବ୍ୟାଧି। ଏଥେ ମିଶାଇ ଚିତ୍ତ ଯାର କି କରି ପାରେ ବ୍ୟାଧି ଛାର। ଶୁଣ ସୁମନ ହେତୁ ଦେଇ ଏଥେ ନିର୍ମଳ ଚିତ୍ତ ହୋଇ। ଯେ ବଣ ପ୍ରାଣୀ ଥିବ ଶିଖି ହୃଦ ପଦ୍ମରେ ଥିବ ରଖି। ସେ ଯେଣେ ଇଚ୍ଛା ତେଣେ ଯାଉ କିଛି ହିଁ ଭୟ ନାହିଁ ଆଉ। ଘୋର ସଂଗ୍ରାମେ ରାଜଦ୍ୱାରେ ବନ ଗହନ ବିପିନରେ। ଜଳ ପବନ ହୁତାସନ କିୟ ବା ବିଦେଶେ ଗମନ। ପଶୁଙ୍କ ଖଳଦନ୍ତ ଘାତ ଭୁଜଙ୍ଗ ବିଷର ସହିତ। ଖଣ୍ଟ ଯେ ଚୌର୍ଯ୍ୟ ସହିତେ ଗ୍ରହ ପୀଡ଼ା ହିଁ ପ୍ରେତ ଯେତେ। ଲାଗିବ ନାହିଁ ଏହୁ ଭୟ ନିଶ୍ଚୟ ଏଥିରେ ଥିଲେ ଲୟ। ପ୍ରଭୁଙ୍କ ନାମ ଯେବେ ସତ ସ୍ୱରୂପ ଯେବେ ସାଧୁ ପଥ। ମହିମା ଯେବେ ସତ୍ୟପଣ ଏବେ ଏ କଥା ପରମାଣ। ଏ ଦାଢ୍ୟ ଭକ୍ତିର ସାମୃତ ପ୍ରାକୃତ ବନ୍ଧେ କଲୁ ଗୀତ। ସଦା ସମ୍ପୂର୍ଣ୍ଣ ଜୟ କରି ରାମଚରିତ ଧନୁର୍ଧାରୀ। ଜାନକୀ ବଲ୍ଲଭ ଚରଣେ ମୋ ଚିତ୍ତ ରହୁ ଅନୁକ୍ଷଣେ। ସୁଜନେ କ୍ଷମା କର ଦୋଷ ମନରେ ନ ଘେନିବ ରୁଷ। କେବଳ ନ କର ନିରାଶ ମୁଁ ତୁମ୍ଭ ଦାସଙ୍କର ଦାସ। ଏ ମୋର ମନ ମୂଢ଼ ମତି ନ ଜାଣେ ପାଠ ଶାସ୍ତ୍ର ଗତି। ନ ବସେ ସାଧୁଙ୍କ ସଙ୍ଗତେ
ପାପକୁ ଭୟ କାହିଁ ଚିତେ। ଦାମ୍ଭିକ ନାସ୍ତିକ କପଟି ବିରତେ ବିଷୟ ଲମ୍ପଟି। ଆସନ ଶୟନ ସ୍ୱପନେ କେବଳ ଧ୍ୟାନ ଚିନ୍ତା ମନେ। ନାରୀ ସଙ୍ଗମ ମହାସୁଖ ଦେବୀ ଦୟାରେ ମୁଁ ବିମୁଖ। ପରହିଂସ୍ରକବାଦୀ କ୍ରୋଧୀ ସାଧୁ ସେବାରେ ନାହିଁ ବୃଦ୍ଧି। ମମନ ମହର ଆୟତେ ରହିଲା ନାହିଁ କଦାଚିତେ। ଏଣୁ ମୁଁ ସାଧୁଙ୍କ ଚରଣ ଶରଣ ମାଗେ ଅନୁକ୍ଷଣ। ସୁଜନେ ଏହି ଭାବେ ଭାବ ଏ ଭବ ସଂସାରୁ ତରିବ। ଏ ବଡ଼ ଅପୂର୍ବ ଚରିତ ଶୁଣି ଶରଧା ଯାର ଚିତ। ତାର କଳମଷ ଥିବ ଯେତେ ରହିବ ନାହିଁ କଦାଚିତେ। ଜୀବନ୍ତେ ଇହଲୋକେ ବାସ ମଲେ ବୈକୁଣ୍ଠପୁରେ ଦାସ। ଅପୁତ୍ରୀ ପୁତ୍ରକୁ ଲଭିବ ଅନ୍ଧଇ ଲୋଚନ ପାଇବ। ଏକଥା ଅଟଇ ପ୍ରମାଣ ସୁଜନେ ମନ ଦେଇ ଶୁଣ। କହଇ ରାମଦାସ ଦ୍ୱିଜ ବିଶ୍ୱାସ ଅଟେ ମୂଳ ବୀଜ। ବିଶ୍ୱାସ ବିନା ଯେତେ କର୍ମ ପର ଅପର ଗୃହାଶ୍ରମ। ଏ ଦାଢ୍ୟ ଭକ୍ତି କଥା ମାନ 25 ଅଧ୍ୟାୟରେ ସମ୍ପୂର୍ଣ୍ଣ। ଶ୍ରୀବୀର କେଶରୀ ଦେବଙ୍କ ସମ୍ପୂର୍ଣ୍ଣ 42 ଅଙ୍କ। ଯେତୁଳ ପଞ୍ଚମୀ ଦିବସେ ଶୁଦ୍ଧ ଶୁକ୍ଳ ପକ୍ଷରେ ସେ ଚିତ୍ରା ନକ୍ଷତ୍ର ରବିବାରେ ତତୁଲ୍ୟ ନାମକରଣରେ। ଶୁଭ ନାମରେ ଯେଉଁ ଯୁଗ 50 ଦଣ୍ଡ ଥିଲା ଭୋଗ। ହେମନ୍ତ ଶୁଭ ଅନୁକୂଳେ ପ୍ରାଣୀଙ୍କ ଶ୍ରବଣେ ମଙ୍ଗଳେ। ସମ୍ପୂର୍ଣ୍ଣ ହେଲା ଏ ଚରିତ କହଇ ଲଛମନ ସୁତ। ଇତି ଶ୍ରୀ ଦାଢ୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ। ମେଳଛୋହାରାମ ଶବ୍ଦ ମୁଖ୍ୟଣେ ନାମ 25 ଅଧ୍ୟାୟ।